ହଁ ଶିବସେନାରୁ ଆପଣଙ୍କର ଶିବସେନାଟା ହଉଛି ମଧ୍ୟ ଏକ ଅନ୍ୟତମ ହିନ୍ଦୁତ୍ୱ ଦଳ। ତାଙ୍କ ଭିତରେ ବିଭେଦ ଥିଲା ଯେ ଅସଲ ଆଉ ନକଲି ଭିତରେ ପ୍ରସଙ୍ଗ ଆସିଥିଲା। ତେଣୁକରି ମୁଁ ଭାବୁଛି ଯେ ଭାରତୀୟ ଜନତା ପାର୍ଟି ସହିତ ସିନ୍ଧେ ଗୋଷ୍ଠୀର ଗୋଟେ ଗଠବନ୍ଧନ ଗୋଟେ ବହୁତ ଦୃଢ ଗଠବନ୍ଧନ, ଯୋଉଟା କି ତାକୁ କୁହାହବ ଡିଏନଏ ପ୍ରାୟ ସମାନ। କେବଳ ଅଜିତ ପାୱାରଙ୍କର ଯୋଉ ଦଳଟି ଅଛି ସେଟା ଏନସି ରୁ ଆସିଛି ଏବଂ ଏନସି ଟା ମଧ୍ୟ କଂଗ୍ରେସରୁ ଆସିଥିଲା। ତେଣୁ ସେଇ ଦୃଷ୍ଟିରୁ ସେମାନଙ୍କ ଶରଦ ପାୱାରଙ୍କ ସହିତ ତାଙ୍କର ବିଭେଦ ଥାଇପାରେ ଏବଂ ପରବର୍ତ୍ତୀ କାଳରେ କେବେ ମଧ୍ୟ ହୁଏତ ଭାରତୀୟ ଜନତା ପାର୍ଟି ଏବଂ ସିନ୍ଧେ ଗୋଷ୍ଠୀ ସହିତ ତାଙ୍କର ବିଭେଦ କେବେ ସୃଷ୍ଟି ହେଇପାରେ। କିନ୍ତୁ ବର୍ତ୍ତମାନ ଏଇ ଯୋଉ ଆପଣଙ୍କର ସଂଖ୍ୟା ଗଣିତକୁ ହିସାବ କଲେ ମୁଁ ତ ଭାବୁଛି ଯଦି ସିନ୍ଧେ ନିଜେ ସ୍ୱୀକାର କରନ୍ତି ତାଙ୍କ ନେତୃତ୍ୱକୁ, ତେବେ ଫଡନାଭିସ ହିଁ ମୁଖ୍ୟମନ୍ତ୍ରୀ ହବା ଉଚିତ। ଅବଶ୍ୟ ସେଇଟା ତାଙ୍କର ଆଭ୍ୟନ୍ତରୀଣ କଥା, ମୋର କିଛି କହିବାର ନାହିଁ। ନ୍ୟାୟତଃ ଲୋକମାନଙ୍କର ଆଶା ଏବଂ ଆକାଂକ୍ଷାକୁ ସମ୍ମାନ ଜଣେଇକିରି ଫଡନାଭିସଙ୍କ ଭଳି ଜଣେ ନେତୃତ୍ୱ ଦବା କଥା ଏବଂ ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱ ସେଇ ବିଷୟରେ ସ୍ଥିର କରିବେ। କିନ୍ତୁ ବଡ କଥା ହଉଛି ସେଠି ଯାହା ଘଟିଲା ମହାରାଷ୍ଟ୍ରରେ, ସେଟା ସମ୍ପୂର୍ଣ୍ଣ ଭାବରେ ଏକ ସୂଚନା ଦଉଛି ଯେ ସେଠିକାର ଲୋକମାନେ ରାଷ୍ଟ୍ରବାଦୀ ଏବଂ ରାଷ୍ଟ୍ର ବିଷୟରେ ହିଁ ଚିନ୍ତା କରୁଛନ୍ତି। ସମଗ୍ର ବିଶ୍ୱରେ ଯେତେବେଳେ ତୃତୀୟ ବିଶ୍ୱଯୁଦ୍ଧର ଘନଘଟା ସୃଷ୍ଟି ହେଇଛି, ଭାରତର ଆର୍ଥିକ ଅବସ୍ଥା ଯୋଉଭଳି ଭାବରେ ଯାଉଛି ବଢୁଛି ଏବଂ ଇନଫ୍ଲେସନ ବି ଥିଲେ ବି ମଧ୍ୟ ଆମେ ଗଣ୍ଡେ ଖାଇବାକୁ ପାଉଛେ, ଯେତେବେଳେ ବିଶ୍ୱର ବହୁତ ଦେଶର ଲୋକମାନେ ଖାଇବାକୁ ଗଣ୍ଡେ ପାଉନାହାନ୍ତି, ସେଠି ମଧ୍ୟ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଭୟଙ୍କର ଅବସ୍ଥା ସୃଷ୍ଟି ହେଇଛି। ସେଭଳି କ୍ଷେତ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ଯୋଉ ଅବସ୍ଥା ଅଛି, ବିଶେଷ କରି ମହାରାଷ୍ଟ୍ର ଅବସ୍ଥା ଅପେକ୍ଷାକୃତ ଭାବରେ ବହୁତ ଭଲ ଅଛି ଏବଂ ସେଇଟାକୁ ଲୋକମାନେ ପୁଣି ମୋହର ମାରିଛନ୍ତି। ଅନ୍ୟ ପକ୍ଷରେ ଆପଣ ଦେଖନ୍ତୁ, ଯୋଉ ଆପଣ ଯଦି ଝାଡଖଣ୍ଡ କଥାଟେ ମୁଁ କହିଦେବା ଉଚିତ ମନେ କରିବି, ସେଇ କଥାଟା ଝାଡଖଣ୍ଡରେ ଦେଖାଗଲା ନାହିଁ। ତାର କାରଣ ହଉଛି ସେଠି ଆପଣଙ୍କର ଜାଣିଛନ୍ତି ନିଜେ ଆପଣଙ୍କର ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ସେ କହିଥିଲେ ଭାରତ ବର୍ଷରେ 4ଟି ଜାତି। ଗୋଟିଏ ଜାତି ହଉଛି ଆପଣଙ୍କର ହଉଛନ୍ତି ମହିଳା, ଆପଣଙ୍କର ଗୋଟେ ଜାତି ସେ କହୁଛନ୍ତି ଯେ ଆପଣଙ୍କର ଯୁବକ, ଗରିବ ଏବଂ କୃଷକ। ତେଣୁ ଏଇ ସବୁ ଦୃଷ୍ଟିରୁ ମୁଁ ତ ଭାବୁଛି ଯୁବକ ମାନଙ୍କର ସେଠି ବିଜୟ ହେଇଛି। ଶିବୁ ସୋରେନଙ୍କର ପରବର୍ତ୍ତୀ କାଳରେ ତାଙ୍କ ଯୋଉ ପିଢି ଆସିଛନ୍ତି, ସେଇ ପିଢି ଆପଣଙ୍କର ସେମାନଙ୍କୁ ହିଁ ତାଙ୍କ ପତ୍ନୀ ଏମାନେ ଯୋଉ ଯୁବ ନେତୃତ୍ୱକୁ ସେମାନେ ସେଠିକାର ଭୋଟ ଦେଇଛନ୍ତି। ଆଦିବାସୀ ମାନଙ୍କୁ ସେଠି ଭୋଟ ଦେଇଛନ୍ତି। କୃଷକ ମାନଙ୍କର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ, ସେଠି ସବୁଠାରୁ କମ ରୋଜଗାର କରନ୍ତି ସେଠିକାର କୃଷକ। ତେଣୁ ସେମାନଙ୍କର ବିକାଶ ପାଇଁ କି ସେମାନେ ସେ ଜାତି ଭିତ୍ତିରେ ମଧ୍ୟ ସେମାନେ ଭୋଟ ଦେଇଛନ୍ତି, ଯୋଉଟା କି ଆମେ ସେଠି ଦେଖିବାକୁ ପାଇଛେ ସେଠି ଶିକ୍ଷାର ଅବସ୍ଥା ଖରାପ ଅଛି, ସ୍ୱାସ୍ଥ୍ୟଗତ ଅବସ୍ଥା ଭଲ ନାହିଁ। ଆମେ ସେମାନଙ୍କ ଯେତିକି ତାଙ୍କର ଉନ୍ନତି କରିବା କଥା କରିନାହେଁ, ତାର ପରିଣାମ ହଉଛି ସେଠି ଭାରତୀୟ ଜନତା ପାର୍ଟିର ସଂଗଠନ ମଧ୍ୟ ଦୁର୍ବଳ ଏବଂ ସେଠି ବାର୍ତ୍ତା ଗୁଡିକ ଯୋଉ ରାଷ୍ଟ୍ରୀୟ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚି ପାରୁନି ବା ପହଞ୍ଚିଲେ ବି ମଧ୍ୟ ତାଙ୍କ ମନରେ ପ୍ରତିଫଳିତ ହେଇପାରୁନାହିଁ। ଏବଂ ଏଇଭଳି ଏକ ଦୁର୍ଦ୍ଦିନ ଭିତରେ ଦେଇକିରି ସେ ରାଜ୍ୟ ଅନେକ ବର୍ଷ ଯିବ, ଯେ ପର୍ଯ୍ୟନ୍ତ ଗୋଟେ ରାଷ୍ଟ୍ରୀୟ ଦଳ, ସେଇ କଂଗ୍ରେସ ଦଳ ହେଇପାରେ, ଭାରତୀୟ ଜନତା ପାର୍ଟି ହେଇପାରେ କିମ୍ବା କମ୍ୟୁନିଷ୍ଟ ଦଳ ହେଇପାରେ, ଗୋଟେ ରାଷ୍ଟ୍ରୀୟ ଭାବନା ଥିବା ଏକ ରାଜନୈତିକ ଦଳ ସହିତ ସେମାନେ ଯୋଡି ହେଇ ପାରୁନାହାନ୍ତି। ସେତେବେଳେ ସେମାନେ ଇଣ୍ଡି ମେଣ୍ଟ ସାଙ୍ଗରେ ଗଠବନ୍ଧନ କରିକିରି ଗଣିତ କଷିକିରି ସେମାନେ କ୍ଷମତାକୁ ଆସୁଛନ୍ତି। କିନ୍ତୁ ଏକଥା ସତ୍ୟ ଯେ ଆପଣ ଯେତେବେଳେ ସେଠିକାର ସ୍ଥାନୀୟ ଲୋକମାନଙ୍କୁ ପ୍ରଭାବିତ କରିବା ପାଇଁ ଓଡିଶାରୁ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଯିବେ, ତେଣୁ ସେଥିରେ କଣ ଆପଣଙ୍କ ବାର୍ତ୍ତା ଯିବ? ବାର୍ତ୍ତା ଯିବ ଏଇଆ ଯେ ଆଦିବାସୀ ମାନଙ୍କ ପ୍ରତି ଆମେ ମାନେ ସମସ୍ତେ ଏକ ହେ ତ ସେଫ ହେ। ତେଣୁ ସେମାନେ ଏକ ହେବାକୁ ଆରମ୍ଭ କଲେ। ଯେତେବେଳେ ଆପଣ ଓଡିଶାର ଯିଏ ଆପଣଙ୍କ ଜଣେ about its leader. And lastly, the entire tenor of the campaign, how was it and how do you feel today? Oh, it was hectic and everyone gave their best. I was also in Nagpur constituency and 24 hours were less to work, but everyone coming together and making this decision to make Mahayuti come out with flying colors has helped today. Thank you. मैडम के बारे में